এই পাଖ ବୃନ୍ଦାବନ ରାଜ୍ୟ ବୃନ୍ଦାବନ ରାଜ୍ୟ ସେ ରାଜା ଅଛନ୍ତି ରାଜା ମହେନ୍ଦ୍ର କେଶରୀଙ୍କ ରାଜା ମହେନ୍ଦ୍ର କେଶରୀ ଜ୍ୟେଷ୍ଠ ଝିଅ ଶ୍ରେଷ୍ଠ ଝିଅ। ହଁ ନାମ ମୋର ନାମ ତୁମର ଅବନ୍ତିକା। ଅବନ୍ତିକା। ସତୀଗହଳରେ ମା ମଙ୍ଗଳାକୁ ମୁଁ ଦର୍ଶନ କରିବା ପାଇଁ ଆସିଥିଲି। ଆଚ୍ଛା ଆଉ ଠିକ এই স্থাନରେ ତମର ସହିତ ମୋର ସାକ୍ଷାତ ହେଇଗଲା। ହଁ। ଏଇଟା ହେଉଛି ମୋ ପରିଚୟ। ଆଚ୍ଛା ବାବା ଅରୁଣ ଇଏ ହେଉଛନ୍ତି ରାଜକୁମାରୀ ରାଜପ୍ରସାଦର ଅଳିଅରରେ ବଢୁଥିବା ରାଜକନ୍ୟା। ପୂର୍ବରେ ଥିଲା ତାଙ୍କ ପିତାଙ୍କ ସହିତ ମୋ ପିତାଙ୍କର ବନ୍ଧୁ ଭାବ, ଆଉ ଏଇନେ ତାଙ୍କ ପିତା ସହିତ ମୋ ପିତାଙ୍କର ଶତ୍ରୁତା ଏମିତି ଉଦ୍ଭବ ରହିଛି ଯେ ରାଜା ଯଦି ଜାଣିଯିବି ତାଙ୍କ ଯୋଗୁଁ ମୁଁ ଏମିତି ଏଇ ଉଦ୍ୟାନ ବାଟିକାରେ ହଇରାଣ କରୁଛି କହି ତାହେଲେ ମହାରାଜ ନିଶ୍ଚିନ୍ତ ଭାବରେ ମୋ ମୁଣ୍ଡ ଠାରୁ ଗଣ୍ଡି ଅଲଗା କରିଦେବେ। ଆରେ ନାଇଁ 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 ନାଇଁ, ଏଇ ସମୟରେ ୟାଙ୍କୁ ଏଠୁ ନ ରଖିକି ଶୀଘ୍ର ଶୀଘ୍ର ବିଦା କରିବାକୁ ପଡିବ। ହଁ ଶୀଘ୍ର ବିଦା କରିବାକୁ ପଡିବ। ଟିକେ ଶୁଣନ୍ତୁ। ଆରେ କଣ ହେଲା? ମୋ ପରିଚୟ ଶୁଣି ସାରିବା ମାତ୍ରେ ଏମିତି ହଠାତ୍ ନୀରବ ରହିଲେ। ଆଉ କଣ ଗୋଟେ ମୁଁ ଆରେ ନାଇଁ ନାଇଁ ଏମିତି ଗୁଣଗୁଣ ଗୁଣଗୁଣ ନାଇଁ ନାଇଁ ଏମିତି କିଛି ବି ନାଇଁ। ହେଲେ ଶୁଣ, ତୁମେ ତ ଆଗରୁ ବି ଏଠୁ ବିଦାୟ ନେଉଥିଲ ନା? ମୁଁ କହିବା କଥା ହେଲା ତମ ପରିଚୟ ଶୁଣି ସାରିଲା ପରେ ମତେ ବହୁତ ବଢିଆ ଲାଗିଲା। ହେଲେ ମୁଁ କହିବା କଥା ହେଲା ତୁମ ସହଚାରୀ ମାନେ ଯାଇ ସାରିଲେଣି, ତୁମକୁ ନିଶ୍ଚିନ୍ତ ଭାବରେ ଅପେକ୍ଷାରେ ରହିଥିବେ। ତେଣୁକରି ମୁଁ କହିବା କଥା ହେଲା ତମେ ମଧ୍ୟ ତୁମ ସହଚାରୀଙ୍କ ପାଖ ଚାଲି ଯାଇକି ଗୃହକୁ ଚାଲିଯାଅ। ଏ ଭିଡ଼ ଯିବାକୁ ସିନା ମୁଁ ଚାହୁଁଛି, ହଁ ହେଲେ ଏଇ ମନଟା ପରା ଏଠି ଅଟକି ଯାଇଛି। ତୁମ ମନ ପୁଣି ହଁ ଏଠି ଅଟକି ଯାଉଛି। ଏ ସ୍ଥାନ ଛାଡି ଯିବା ପାଇଁ ମୋ ମନ ଜମାରୁ ବୁଝୁନି। ଆରେ କାହିଁକି? କାହିଁକି ନା ମୋ ପରିଚୟ ମୁଁ ତମକୁ ଦେଇ ସାରିଛି। ହଁ ତ ଏ ମନଟା ଚାହୁଁଛି ତମ ପରିଚୟ ଟିକେ ଶୁଣିବା ପାଇଁ। ମୋ ପରିଚୟ? ଆରେ ବାବା ସେଇ ଭୁଲ କରିବିନି। କଣ ପାଇଁ? ମୁଁ ଅଚିହ୍ନା ଝିଅ ମାନଙ୍କୁ କେବେ ବି ପରିଚୟ ଦେବା ପାଇଁ ଚେଷ୍ଟା କରେ। ଆରେ ବାବା ଅଚିହ୍ନା ମୁଁ ପରିଚୟ ଦେଲେ ତ ନିଶ୍ଚୟ ପରିଚିତ ହେଇ ଜଣାଶୁଣା ହେଇଯିବ ନା, ସେଥିପାଇଁ ପରେ ପରିଚୟ ଦରକାର। ସେଇଥିପାଇଁ ମୁଁ କହୁଛି ତୁମକୁ କେବେ ମୋ ପରିଚୟ ଦେବିନି। ତମକୁ ବିଦାୟ ଦେଉଛି, ଦୟାପୂର୍ବକ ଏଠି ଚାଲିଯାଅ ତୁମେ। ଆଚ୍ଛା ତାହେଲେ ମତେ ବୁଝି ନେବାକୁ ପଡିବ। ତମ ଫଳ ଚୋରି କରି ଖାଇଛ ବୋଲି ଏଇ ଚାହିଁ ତମେ ମତେ ଜମାରୁ କ୍ଷମା କରିନ। ନାଇଁ ନାଇଁ ନାଇଁ, ମୁଁ ତ କାହିଁକି କେତେବେଳେ ତୁମକୁ କ୍ଷମା କରିଦେଇଛି। ତାହେଲେ ତମ ପରିଚୟ ମତେ ଦେବାର ଅସୁବିଧାଟା କଣ କହିଲ? ଓ ଏଇ କଥା। ଗୋଟିଏ କଥା ମନେ ରଖ, ଯେ ପର୍ଯ୍ୟନ୍ତ ତମ ପରିଚୟ ମତେ ନ ଦେଇଛ ସେ ପର୍ଯ୍ୟନ୍ତ ମୁଁ ନିଶ୍ଚୟ ମନେ ମନେ ଭାବିବି ତମେ ମତେ ଜମାରୁ କ୍ଷମା କରିନ। ସେତିକି ଭଲ ଭାବୁଛି ତମେ ଯେ ମତେ କ୍ଷମା କରି ଦେଇଛ ତାହେଲେ ପରିଚୟ ଦେଇଦବ। ଶୁଣିବ ତାହେଲେ? ହେଲେ ଗୋଟିଏ କଥା, ମୁଁ ପରିଚୟ ଦେଇଦେବି। ପରିଚୟ ଶୁଣି ସାରିଲା ପରେ ଏଠୁ ଶୀଘ୍ର ଶୀଘ୍ର ବିଦାୟ ନେବ, ମତେ ପୁଣି ବିଳମ୍ବ ହେଉଛି। ଆଚ୍ଛା ଠିକ ଅଛି ତାହେଲେ ଠିକ ଅଛି। ଶୁଣ ମୋ ପରିଚୟ। ଶୁଣ, ମୋ ପିତା ସିଆଡେ ମତେ ଅପେକ୍ଷାରେ ରହିଥିବେ, ତେଣୁକରି ମୁଁ ତୁମକୁ ଅତି ସଂକ୍ଷେପ ପରେ ମୋ ପରିଚୟ ଦେବା ପାଇଁ ଚାହୁଁଛି। ନିଶ୍ଚୟ ମୁଁ ଶୁଣିବି। ଶୁଣ ତାହେଲେ, ଏ ମାଣିକ୍ୟ କଳା ହେଉଛି ମୁଁ ରହିବା ବାସଗୃହ। ଏ ମାଣିକ୍ୟ ଆଉ ମୋ ମାତାଙ୍କ ନାମ ହେଉଛି ସ୍ୱର୍ଗତ ସ୍ୱର୍ଣ୍ଣଲତା। ଆଉ ମୋ ପିତାଙ୍କ ନାମ ହେଉଛି ପଣ୍ଡିତ ରଘୁ ଦାସ। ଆଉ ତାଙ୍କରି ଅଳିଗଲା ସୁପୁତ୍ର ମୁଁ ଏକ ଇରବଳା। ମୋ ନାମ ହେଉଛି କଣ? ଅରୁଣ। ତମ ନାଟା? ମୋ ନାମଟି ହେଉଛି ଅରୁଣ। ଆରେ ତମ ନାମ ଯେମିତି ତମ ରୂପ ମଧ୍ୟ ଠିକ ସେହିପରି। ତମେ ଦେଖିବ ନା ବହୁତ ସୁନ୍ଦର। ଆରେ ଏ କଥା ତ ମତେ କେହି ବି ଆଗରୁ କହିନଥିଲେ। ଆଚ୍ଛା ତମେ ପ୍ରଥମ ଥର ପାଇଁ ମତେ ମୋ ସୌନ୍ଦର୍ଯ୍ୟତାର ଏଇ କାହାଣୀ କହି ଚାଲିଛ। ସତରେ ତମ କଥାବାର୍ତ୍ତା ଚାଲିଚଳ ନା ମତେ ନା ବହୁତ ଭଲ ଲାଗୁଛି। ତାମାନେ କଣ କହିବା ପାଇଁ ଚାହୁଁଛ? ହଁ କାହିଁକି ଜାଣି ତମକୁ ଦେଖିଲା ପରଠୁ ତମ ସହିତ ବିପଦ କଥା ହେଲା ପରଠୁ ହଁ ଏ ମନଟା ସେଇ ମନଟା କାହିଁକି ଜାଣି ଛାତି ସ୍ପନ୍ଦନଟା ବଢି ବଢି ଯାଉଛି। ଆରେ ଆଉ ଏ ମନ ଏ ସ୍ଥାନ ଛାଡିବା ପାଇଁ ଜମାରୁ ଇଚ୍ଛା କରୁନି। କାହିଁକି ଛାଡିବା ପାଇଁ ଇଚ୍ଛା ହଉନି? କାହିଁକି ଜାଣିଛ? କାହିଁକି? କାହିଁକି ନା ହଁ ମୁଁ ତମେ ତମକୁ ମତେ ପ୍ରଥମ ଦେଖାରେ ଭଲ ପାଇ ବସିଛି। ହେ ତମ କଥାବାର୍ତ୍ତା ମୁଁ ମନେ ଚିରି ସାରିଛି। ତମ ଏ ସୌନ୍ଦର୍ଯ୍ୟ ମୋହଟା ମତେ ଯେମିତି ପାଗଳି କରିଦେଉଛି। ଲାଗୁଛି
ତମେ ବର ସେଇ ମୋ ସ୍ୱପ୍ନର ରାଜକୁମାର। ଆରେ ଏ ହରେ ଆରେ ଆସ ନା ଆମେ ତ ଏମିତି ଗୋଟେ ସୁନାର ସଂସାର କରିବା। ଦେଖ ତମେ ତମ ମନକୁ କାହିଁକି ଏମିତି ବ୍ୟାକୁଳ କରିକି ଇଆଡେ ସିଆଡେ କହି ଯାଉଛ? ମୁଁ ପୁଣି ତୁମ ସାଙ୍ଗରେ କେବେ ବି ସମ୍ଭବ ନୁହଁ। ମୁଁ ସତ କହୁଛି ତମକୁ ପ୍ରଥମ ଦେଖାରେ କାୟମନ ବାକ୍ୟରେ ମୁଁ ଭଲ ପାଇସାରିଛି। ତେଣୁକରି ମୋ କଥା ମାନ ଆମ କଥାରେ ରାଜି ହେଇଯାଅ। ଜମାରେ ବି ରାଜି ହେବିନି। ତମକୁ ଅନୁସାର କହିସାରିଲିନି, ତମେ ଏଇଠି ବିଦାୟ ନିଅ। ତାମାନେ ତମ ମନ ଭିତରେ କଣ ମୋ ପାଇଁ ଭଲ ପାଇବା ନାହିଁ? ଜମାରେ ବି ନାହିଁ। ଆଚ୍ଛା କେମିତି ଭଲ ପାଇବା ନାହିଁ? ହେଲେ ମୋ ମନେ କହୁଛି ତମ ମନ ଭିତରେ ମଧ୍ୟ ନିଶ୍ଚୟ ମୋ ପାଇଁ ଭଲ ପାଇବା ଅଛି। ଜମାରେ ବି ସେଇଆ କରିନି। ଆଚ୍ଛା ଆଉ କାହିଁକି ତମେ ମତେ ଏମିତି କହୁଛ କହିଲ? କାହିଁକି ନା କଥା ମାନ ଆମ କଥା ରାଜି ହେଇଯାଅ। ଜମାରେ ବି ରାଜି ହେବିନି। ଅରେ କାହିଁକି ଜାଣିଛ? କଣ ପାଇଁ? ତମେ ହେଉଛ ରାଜ୍ୟ ଅଳି ଅଳରେ ବଢୁଥିବା ରାଜକନ୍ୟା, ଆଉ ମୁଁ ହେଉଛି ସାମାନ୍ୟ ଗୋଟିଏ ପଣ୍ଡିତ ପୁତ୍ର। ଆରେ ମୁଁ ଯଦି ତୁମକୁ ପ୍ରେମ ଅବରାଳାପ ଦେବି ତାହେଲେ କେମିତି ହବ ଜାଣିଛ? କେମିତି? ମୁଁ ବାମ ନେଇକି ସରଗର ଚାନ୍ଦକୁ ହାତ ବଢେଇଲେ ସେ ତ ସମାନ ହେବ। ତେଣୁକରି ଦୟାପୂର୍ବକ ମୋ କଥା ମାନିଯାଅ, ମତେ ବୃକ୍ଷପନ କରି ଅନ୍ୟ ମାର୍ଗେ ଚାଲିଯାଅ ତୁମେ। ଏ ଆରେ ତମେ ଆଉ କୋଉ ଯୁଗରେ ଅଛ କହିଲ? ତମେ କଣ ଜାଣିନ? ହଁ ଏଠୁ ଆଉ ଜାତି ଭେଦଭାବ କିଛି ବି ମାନୁନାହାନ୍ତି। ସେଥିପାଇଁ ତମେ ଜଣେ ପଣ୍ଡିତ ପୁଅ ହେଲେ ମଧ୍ୟ ଏ ମନ ତମକୁ ଚାହିଁଛି। ତେଣୁକରି ମୁଁ ତମକୁ ପ୍ରଥମ ଦିଗରେ ଭଲ ପାଇ ବସିଛି। ତମେ ଆମ କଥା ରାଜି ହେଇଯାଅ ନା? ଜମାରେ ବି ରାଜି ହେବିନି। ଆରେ କଣ ହେଲା? ଆଚ୍ଛା ହେ ରସିଆ ତମ ମୁଣ୍ଡ କାମ କରୁନି। ମନ ବସିଆ ଜମା କରନା ଗো ନାହିଁ ନାହିଁ। କଣ ହେଲା? আচ্ছা হে রাজিয়া মন বসিয়া জমা করনা গো নাহি নাহি। আচ্ছা হে রাজিয়া মন বসিয়া জমা করনা গো নাহি নাহি। তমকো ফল পাউছি পতি রূপে বাছিয়াছি। তমকো ফল পাউছি পতি রূপে বাছিয়াছি। নিরাশা করনা রসিক নগর গণপতি হবা পাই। আচ্ছা হে রাশিয়া মন বসিয়া জমা করনা গো নাহি নাহি। আচ্ছা হে রাশিয়া মন বসিয়া জমা করনা গো নাহি নাহি। ଆରେ ତମେ କଣ ଲାଜ ଶରମକୁ ଘରେ ଥୋଇ ଦେଇ ଆସିଛ? ସେଇଥିପାଇଁ ଏମିତି ଅଲଜ୍ଜିକି ମନ ବୋଲି ଅଜଣା ଯୁବକ ସହିତ ଏମିତି ପ୍ରେମ ପ୍ରେମ କରୁଛ? ତମକୁ ଲାଜ ଶରମ ମାନେନି? ଭାବିନି ମୁଁ ଠିକ ସେୟା ହିଁ କରିଛି। ତମ ପାଖରେ ବାଲାଜ କରିବି କଣ ପାଇଁ କହିଲ? ମୁଁ ତ କୋଉ ଅନ୍ୟାୟ କରିନି, ତମକୁ ଭଲ ପାଇଛି। ତମକୁ ପତି ରୂପରେ ପାଇବା ପାଇଁ ମନେ ମନେ ଭାବି ସାରିଛି। ତମେ ସିନା ମତେ ଭଲ ପାଉଛ, କିନ୍ତୁ ମୁଁ ତୁମକୁ ଜମାରେ ବି ଭଲ ପାଇ ପାରିବିନି। ଭଲ ପାଇ ପାରିବନି? ହଁ ଏ ତୁମେ ମତେ ବତା ମୁଇ ଅଟେ ଚାଷ ହୋ। ଦେଖିଲା ବେଳଠୁ କରିଛି ମୁଁ ଆଶା ହୋ। ତୁମେ ମତେ ବତା ମୁଇ ଅଟେ ଚାଷ
କାହିଁକି ଏମିତି ନିର୍ଲଜ୍ଜ ବୋଲି ଯାଉଛ କ୍ଷମାରେ ବୁଝିପାରୁନି। ସତରେ ଲାଜ ଶରମ କିଛି ବି ମୁଁ ଜମା ମାନିବିନି ହେଲ ସେଥିପାଇଁ ତ କହୁଛି ଏତେ ଲାଜ ଶରମ ଯେତେ ଆଗ କରିପାରେ ସେ କ'ଣ ତମକୁ କେତେ ଭଲ ପାଏ ତମେ କ'ଣ ବୁଝିପାରୁନ? ତମେ ଯେତେ କାକୁତି ମିନତି ପ୍ରଣତି କଲେ ମଧ୍ୟ ମୁଁ ତୁମକୁ କେବେ ବି ଭଲ ପାଇପାରିବିନି। ଭଲ ପାଇପାରିବନି? ନା ତମେ ଏତେ ନିର୍ଦ୍ଦୟ? ହଁ ମୁଁ ଝିଅ ପିଲାମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ନିର୍ଦ୍ଦୟ ହେଇକି ରହିଥାଏ। ଆଚ୍ଛା ଠିକ ଅଛି ତାହେଲେ ଯାହାକୁ ମୁଁ ପ୍ରଥମ ଦେଖାରେ କାୟ ମନେ ବାକ୍ୟ ଦେଇ ଭଲ ପାଇନି ତାକୁ ତ ମୁଁ ଆପଣରେ କରିପାରିଲିନି ତାହେଲେ ତାହେଲେ ଏଠୁ ଆଉ ରହିବି କ'ଣ ପାଇଁ ନିଶ୍ଚୟ ମୁଁ ଚାଲିଯିବି। ଓହୋ ମୁଁ ତ ସେଇ କଥା କହୁଛି ତମେ ଏଠି ନ ରହିକି ନିଶ୍ଚିନ୍ତ ଭାବରେ ନିଜ ଗୃହକୁ ଚାଲିଯାଅ। ନା ମୁଁ ସେପଟେ ନୁହେଁ ମୁଁ ଏପଟେ ଚାଲିଯିବି। ଘରକୁ ଯିବନି? ନା ଏଇ ପାଖ ଝରଣାକୁ ମୁଁ ଚାଲିଯିବାକୁ କଥା କହୁଛି। ଏ ପାଖ ଝରଣା ଘରକୁ ଚାଲିଯିବ? ହଁ ଝରଣା ଘରକୁ? ହଁ ପରା। ତମେ କ'ଣ ଗାଧେଇନ? ମହିଳା ଏତେ କଥା କହିସାରିଲା ପରେ ମୁଁ ପୁଣି ଗାଧେଇବି ଜମାରୁ ସେମିତି ପାଇଁ ଆଉ ସେ ଝରଣା ଘରକୁ କ'ଣ ପାଇଁ ଯିବ? ଆତ୍ମହତ୍ୟା କରିବା ପାଇଁ। ଆଚ୍ଛା ଆତ୍ମହତ୍ୟା କରିବା ପାଇଁ ଝରଣା ଘରକୁ ଯିବ? ହଁ ତମକୁ ତ ପାଇପାରିବିନି ତାହେଲେ ଜୀବନ ରଖିବି କାହା ପାଇଁ? ହଁ ଠିକ କଥା। ନିଶ୍ଚୟ ତମକୁ ଭଲ ପାଇ ହାରି ଯାଇଥିବା ବିଚ୍ଛେଦରେ ନିଶ୍ଚୟ ସେ ଝରଣା ଡେଇଁ ପଡ଼ି ଆତ୍ମହତ୍ୟା କରିବି। ଆତ୍ମହତ୍ୟା କରିବ? ଖାଲି ମୁଁ ତ ସେତିକି ବୋଲି ଭାବୁଛି। ତମେ ଯାଅ ବିଳମ୍ବନ କରି ବେଳାବେଳି ଯାଇକି ସେ ଝରଣା କୂଳ ଡେଇଁକି ଆତ୍ମହତ୍ୟା କରିଦିଅ। ତମକୁ କିଛି ବି ଲାଗୁନି? କିଛି ବି ଲାଗିବନି। ଟିକେ ବି କଷ୍ଟ ଲାଗୁନି? କାହିଁକି କଷ୍ଟ ଲାଗିବ? ଆଚ୍ଛା ହଁ ତାହେଲେ ମୁଁ ଯିବି। ଯାଅ 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 ଆରେ ଯାଉଛି ମୁଁ। ଯାଅ ନା। କହିଲେ କ'ଣ ନା ତୁମକୁ ଭଲ ପାଉଛି ପ୍ରେମ କରୁଛି ତୁମ ମୋର ଇହ କାଳ ପର ଗଲର ଦେବତା ସେଥିରେ କ'ଣ ଗାଇ ଯାଉଛି ମୁଁ ପୁଣି ତାକୁ ଭଲ ପାଇବି ଜମାରୁ ହେଇପାରିବନି। କହିଲା କ'ଣ ନା ଝରଣା କୂଳରେ ଯାଇକି ଆତ୍ମହତ୍ୟା କରି ମରିଛୁ। ଆଜିକାଲି ଗୋଟେ ଝିଅ ପିଲାମାନଙ୍କର କଥା ଜମାରୁ ବି କହିହବନି। ସେ ଏକା ଜିଦିରେ ଯାଆନ୍ତି କହିହବନି। ସେ ନିଶ୍ଚିତ ଭାବରେ ଝରଣା କୂଳରେ ଯାଇକି ଆତ୍ମହତ୍ୟା ବି କରିପାରେ କିନ୍ତୁ ମୁଁ ପାଖକୁ ନ ଯାଇକି ଦୂରକୁ ଦୂରରେ ରହି ନିଶ୍ଚିତ ଭାବରେ ଅପେକ୍ଷା କରିବି। ତେବେ ଯାଏ ସେ ଅବନ୍ତୀଙ୍କ ପାଖକୁ।
ମରିଛି ମରିବା ପାଇଁ ନିଶ୍ଚିତ ହେଇସାରିଛି ହୁଁ। କିନ୍ତୁ ତମେ କଣ ପାଇଁ ମତେ ଜୀବନ ରକ୍ଷା କରୁଛ? ଆରେ ଆରେ କେତେବେଳେ ଭୁଲ କାମ କରିଦେଇଥିଲ ତମେ ଜାଣିପାରୁଛ? ମୁଁ ଯଦି କ୍ଷଣକ ସମୟ ବିଳମ୍ବ କରିଥାନ୍ତି ତାହେଲେ ତମ ଅବସ୍ଥା କେମିତି ହେଇଥିଲେ ଜାଣିଥାନ୍ତ? ଜାଣିଛି ମୋର କଣ ହେଇଥାନ୍ତା? କଣ ହେଇଥାନ୍ତା? ନା ହଁ। ସେ ଝରଣା ଡେଇଁ ପଡ଼ି ମରି ଯାଇଥାନ୍ତି ହେଲା? ଆଚ୍ଛା ତମର ତ କିଛି ଅସୁବିଧା ହେଇନଥାନ୍ତା। କଣ ପାଇଁ ମୋ ପଛରେ ଆସି ମତେ ବଞ୍ଚଉଛ କହିଲ? ଜାଣି ଶୁଣିକି ପୁଣି ମରିବା ପାଇଁ ଯାଉଥିଲ ଆରେ ହଁ ପୁଣି ମୋ ପାଇଁ? ତମ ପାଇଁ ନୁହଁ ଆଉ? ମୁଁ ଯାହାକୁ ଭଲ ପାଇଥିଲି ତା ପାଇଁ ହେଲା। ତମେ ତ ନିର୍ଦୟ ମଣିଷଟେ, ତମେ କଣ ବୁଝିବା ଭଲ ପାଇବା କଣ? ବାବାରେ ଭଲ ପାଇବା ଅଳ୍ପ ଦେଖା ଭିତରେ ଏମିତି ଭଲ ପାଇବା ନିବିଡ଼ ହେଇଯାଇଛି ଯେ ମୋ ପାଇଁ ଜୀବନ ଦେବାକୁ ବି କେବେ ପଛକୁ ଜାଣି ନଥିଲେ। ହେଲେ ଶୁଣ ଆଲେ ଅବନ୍ତିକା କଣ ହେଲା? ଶୁଣ ହୁଏତ ତୁମେ ଏମିତି ଆଗକୁ ବଢିବ ବୋଲି ମୁଁ ଜାଣିନଥିଲି ଆଉ ଏମିତି କହୁ କହୁ କହିଦେଇଥିଲି ବୋଲିକି ତମେ ଆତ୍ମହତ୍ୟା କରିବା ପାଇଁ କେବେ ପଛକୁ ଦେଉନଥିଲ ଅବନ୍ତିକା। ଆରେ କଣ ସାରିଛି ଅନେକ ଥର ତମ କଥା ସାରିଛି। ଶୁଣ ମୋ ଧନଟା ପରା ମୁଁ ସୁନଟା ପରା ମୁଁ ଗେଲିଟା ପରା ତମେ ବୁଝିଯାଅ। ଆଲୋ ନା ମୁଁ ବୁଝି ତମେ ଯେତିକି ଭଲ ପାଉଛ ମୁଁ ମଧ୍ୟ ତୁମକୁ ସେତିକି ଭଲ ପାଏ। ମୋର ରସିକ ନାଟକ ଭଲ ପାଇବା ତାର ଉଚିତ ପଡ଼ିଲା। ନା ମୁଁ ତମକୁ ଭଲ ପାଇବା କିଛି ପାଉନି। ଶୁଣ କାହିଁକି ରାଗୁଛଲ? ଆଲେ ତମେ ପରା ରାଗିଲେ ବି ବହୁତ ସୁନ୍ଦରୀ ଦେଖାଯାଉଛ। ଆଚ୍ଛା ସୁନ୍ଦର ଦେଖାଯାଉଛି ନା ଛେନା ଗୁଡ଼ା ହେଉଛି? ନାଇଁ 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 ସତ କହୁଛି। ଆରେ ରାଗିଲେ ତ ତମେ ଗୋଟିଏ ଚାଉଳର ଗଢା। ହେଲେ ଶୁଣ ତୁମକୁ ଅନେକ ହଇରାଣ କରିସାରିଛି, ତୁମ ମନ ଭିତରେ ଅନେକ ଯନ୍ତ୍ରଣା ଦେଇ ସାରିଛି। ଯାହା ବି ହେଇଛି ମୋ ତରଫରୁ ମୁଁ ତୁମକୁ ଭୁଲ ମାଗୁଛି। ଏଇ ଦେଖ କାନ ଧରୁଛି। ଆଉ କଣ କରିପାରିବ କହିଲ? ଆରେ ତମେ ଯଦି ଏ ଦୁନିଆରେ ଦେଖେଇବା ପାଇଁ କହିବ ତାହେଲେ ଏଇ ଛାତି ଚିରି କଲିଜା ଆଗରେ ନାଁ ଲେଖିଦେବି କଣ? ଅବନ୍ତିକା। ଅବନ୍ତିକା ହେଉଛି ମୋ ଜୀବନ। ଆଚ୍ଛା ଆରେ ଅବନ୍ତିକା ପାଇଁ ଗୋଟିଏ ମୁହୂର୍ତ୍ତ ବଞ୍ଚିବ ମୋ ପାଇଁ କଷ୍ଟ ସତ୍ୟ। ସତରେ କଣ? ହଁ ସତ କହୁଛି। ତମ ମନ ଭିତରେ ମୋ ପାଇଁ ଭଲ ପାଇବା ଅଛି ତାହେଲେ? ଆରେ ଏଇନେ ନୁହଁ, ତୁମକୁ ଯେତିକି ଗଲେ ପ୍ରଥମ ଦେଖରେ ସେତିକି ବି ଭଲ ପାଇ ସାରିଥିଲି। ଆଚ୍ଛା ତମେ ସତ କହୁଛ? ସତ କହୁଛି। ମୋ ହାତ କେବେ ଛାଡ଼ିବନି ତ? ଆରେ ଏଇ ଜନ୍ମରେ ତୁମ ହାତ ଆଗରେ ହାତ ଦେଇ ମୁଁ କଥା ଦେଉଛି। ଏଇ ଜନ୍ମରେ ଗଡ଼ ଆରେ ଏମିତି ଯଦି 7 ଜନ୍ମ କଟିଯାଏ ତାହେଲେ ମଧ୍ୟ ଏ ଅରୁଣ ପାଖରୁ ଅବନ୍ତିକାକୁ କେହି ବି ଅଲଗା କରିପାରିବେନି। ହଁ ଆମ 2 ଜଣଙ୍କର ପ୍ରେମ ସବୁଦିନ ପାଇଁ ଅମର। ଅବନ୍ତିକା दम दर रे हाथ गोर थई लास्ट शरम के गुली करी सब लेमो पानी ढक ढक पी दीचे ये लाली चाने पे देखनु दे फू तर मुछर पुरी जीवारे ई देखनु देखनु ई उत्पाती री बोकन मुरिया टूरा दे दे ओ देखला देख खीरा ଏମିତି ଆମ ଦେହରେ ଅଛି କଣଟେ ଏମିତି ବାଢି ହେଇଗଲା। अरे हाँ तो
মতে তো ভারি ভয় লাগুଛି এটি তো কেହି দেখে যাଉନାହାନ୍ତି ଏମିତି କଣ ଆମ ଉପରେ ଆସି ଏମିତି ବାଡ଼େଇଗଲା ଖାଲି ଏଇଲୋ ଏଇଟା ଗୋଟେ ସ୍ତ୍ରୀ ଲୋକ ନା ବରଗଛ ମୂଳ। ଆରେ ଏତେ ବଡ଼ ଏତେ ବଡ଼ ସ୍ତ୍ରୀ ଲୋକ ତମେ ଆଗରୁ ଦେଖିଥିଲ? ନା ତମେ ଦେଖିନଥିଲ? अरे हाथ गोड़ किया कोना मैं तते बुद्धि गज भलिया छी सुटे का बर गज भलिया ଆରେ ଦେଖାଯାଉଛି ସେ ଜଣେ ମାଉସୀ ବୋଧେ ସେ ଜଣେ ମାଉସୀ। ଆମେ ଭାବୁଥିଲୁ ବରଗଛ ମୂଳ। ମାଉସୀ आय मौसी बोला କିଏ ତମେ 150 बोलबो 150 ଦେଖୁଛ ଚିହ୍ନା ନାହିଁ ଜଣା ନାହିଁ ସମ୍ପର୍କ ଯୋଡ଼ିବା ଆରମ୍ଭ କରିଦେଲେଣି ये मां तमा मते नी चिनबा କିଏ ତମେ ମାଉସୀ मां मुई तो ई डोटो गा राज नंदिनी ଏଇ କଣ? ଗାଁର ओए ସତରେ ओए गो ତମ ପ୍ରକୃତ ପରିଚୟ ଟିକେ ଶୁଣ ହଁ मैं जत की सुंदरी देखसी तो बाटे चाली जोतिले कुकुर भी बोया ही जैसी और हौ तू यार बोया हो तू का ତମ ପରିଚୟ ଟିକେ ଶୁଣେଇଲ ମାଉସୀ मार परिचय सुनबू ହୁଁ ती बेरी जोखे ही जीव हाथ गोड़ खई